बांग्लादेश रे हिंदू उपरे हेउथबा अत्याचार विरोध रे उमरकोट रे प्रतिवाद सभा और शोभायात्रा। नवरंगपुर जिला उमरकोट सहर रे विश्व हिंदू परिषद एवं बजरंग दल तरफरु बांग्लादेश रे हिंदू समुदाय उपरे हेउथबा अत्याचार विरोध रे एक सार्वजनिक बैठक अनुष्ठित होई जायछि। एही प्रतिवाद कार्यक्रम रे विश्व हिंदू परिषद, बजरंग दल, किन्नर संगठन, दुर्गा बाहिनी और मातृशक्ति पक्षरु संयुक्त भावे आह्वान दिया जायतिला। उमरकोट सहरर विभिन्न स्थानरु शताधिक कार्यकर्ता और साधारण लोके ଏହି ବୈଠକରେ ସାମିଲ ହୋଇ ନିଜ ମତ ପ୍ରକାଶ କରିଥିଲେ। ଶୋଭାଯାତ୍ରା ସମୟରେ ହିନ୍ଦୁ ଉପରେ ଅତ୍ୟାଚାର ବନ୍ଦ କର, ବାଂଲାଦେଶ ସରକାର ଜାଗ୍ରତ ହେଉ, ହିନ୍ଦୁଙ୍କ ସୁରକ୍ଷା ନିଶ୍ଚିତ କର ଭଳି ନାରା ଦିଆଯାଇ ପରିବେଶକୁ ଉତ୍ତେଜିତ କରାଯାଇଥିଲା। ଶୋଭାଯାତ୍ରା ପରେ ଏକ ସାର୍ବଜନିକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବକ୍ତାମାନେ କହିଥିଲେ ଯେ ବାଂଲାଦେଶରେ ଦୀର୍ଘଦିନ ଧରି ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ମନ୍ଦିର ଭଙ୍ଗା, ଘର ଜଳାଇବା ଓ ଧର୍ମାନ୍ତରଣ ଭଳି ଘଟଣା ଲଗାତାର ଘଟୁଛି, କିନ୍ତୁ ଏହାକୁ ରୋକିବା ପାଇଁ ସେଠାକାର ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହିଁ। ବକ୍ତାମାନେ ଭାରତ ସରକାରଙ୍କୁ ଏହି ଘଟଣା ଉପରେ ଦୃଢ଼ ପଦକ୍ଷେପ ନେବା ସହିତ ଆନ୍ତର୍ଜାତୀୟ ସ୍ତରରେ ବାଂଲାଦେଶ ସରକାର ଉପରେ ଚାପ ସୃଷ୍ଟି କରି ହିନ୍ଦୁ ସମୁଦାୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ସାଧାରଣ ଲୋକ ଯୋଗଦେଇ ନିଜ ସମର୍ଥନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।